ସାଙ୍ଗମାନେ ଆଜି ମମି ଘରେ ହେଉଥିଲା ମିନି ଭୋଜିଟେ କାହିଁକିନା ମୋ ଭାଉଜର ଭାଉଜ ଆସିଥିଲେ ତ ସେଇ ଲାଗି ଆଜି ମିନି ଭୋଜି ହିଁ ଭାବି ନିଅନ୍ତୁ। ବହୁତ ସାରା ଆଇଟମ୍ ହେଉଥିଲା କିନ୍ତୁ ମୁଁ ଆଜି ସ୍ପେଶାଲି ଆପଣମାନଙ୍କ ସହିତ ଆମର ଖାସି ମାଂସ ମଟନ୍ ତରକାରୀଟା ରେସିପିଟା ସେୟାର କରିବି। ତ ଏଠି ଦେଖିପାରୁଥିବେ ମାଛ ଗୁଡ଼ାକ ସବୁ ମ୍ୟାରିନେସନ୍ କରି ରଖା ହେଇଯାଇଥିଲା କିନ୍ତୁ ମୁଁ ଆପଣମାନଙ୍କ ସହିତ ଯେମିତି କହିଲି ମଟନ୍ ରେସିପି ସେୟାର କରିବି। ତ ଏଠି ଦେଖିପାରୁଥିବେ ମୁଁ ଆମର ସୋରିଷ ତେଲ ନେଇଛି, ଆଳୁର ଚୋପା ନ ଛଡ଼େଇକି ହିଁ ଆଳୁ ଗୁଡ଼ାକୁ ଆମର ଧୋଇକି ଭଲ ଭାବେ କଟ୍ କରିକିନା ଫ୍ରାଏ କରାହେଲା। ଫ୍ରାଏ କରିସାରିଲା ପରେ ଦେଖନ୍ତୁ ସେଇ ତେଲରେ ହିଁ ମୁଁ ଆମର ନେଇଛି ଆମର ଚିନି, ତାକି ଚିନିଟା ପକେଇଲେ ନା ଟିକେ କଲର୍ ଆସିଯାଏ ମଟନ୍ ତରକାରୀରେ। ତ ଏବେ ଦେଖିନେଲେ ମଟନ୍ରେ ସରି ଚିନିଟାକୁ ତେଲରେ ମେଲ୍ଟ କରିସାରିଲା ପରେ ଏବେ ସବୁ ଯାହା ବି ଗୋଟା ମସଲା ସବୁ ସେ ସବୁ ଆଡ଼୍ କରାହେଲା। ଗୋଟା ମସଲା ସବୁ ଫ୍ରାଏ କରିସାରିଲା ପରେ ଏଠି ଦେଖନ୍ତୁ ଆମର ପାଖାପାଖି 3 ପା ଆମର ପିଆଜ ନିଆ ହେଇଥିଲା। ତ ପିଆଜ ଗୁଡ଼ାକୁ ଦେଖନ୍ତୁ ମୁଁ ଆମର ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଫ୍ରାଏ କରିବି ତ ତାକୁ ଆଡ଼୍ କରିନେଲି। ଏବେ ଆପଣମାନଙ୍କୁ ଡେକ୍ଚିଟା ସାନ ଲାଗୁଥିବ କିନ୍ତୁ ଡେକ୍ଚିଟା ବହୁତ ବଡ଼। ଯେହେତୁ ମୁଁ ପୁରା ଜୁମ୍ କରିକି ଭିଡ଼ିଓଟା କରୁଛି ସେଇ ଲାଗି ପୁରା ଆପଣମାନଙ୍କୁ ଛୋଟିଆ ଡେକ୍ଚିଟା ଲାଗୁଥିବ। ତ ଏଠି ମୁଁ ଆମର ଗୋଟା ମସଲା ସବୁ ଫ୍ରାଏ କରୁଛି, ଯେମିତି ଏଇଟା ହେଉଛି ସାହି ଜିରାଟା, ତାପରେ ଗୋଟା ଧନିଆ, ଆମର ଡାଲଚିନି, ତେଜପତ୍ର, ଶୁଖିଲା ଲଙ୍କା, ସେ ଯେଉଁ ଷ୍ଟାରଟା ଏସବୁ ସବୁ ଫ୍ରାଏ କରିନେଉଛି। ସରି ଫ୍ରାଏ କରିଦେଉଛି ଶୁଖିଲାରେ, ତାକୁ ମସଲାଟାକୁ ବ୍ଲେଣ୍ଡ କରିବି। ତ ଏଠି ଦେଖିପାରୁଥିବେ ଆମର ପିଆଜଟା ଟିକେ ଗୋଲ୍ଡେନ୍ ହେଲା ପରେ ମୁଁ ଏଇଥିରେ ଅଦା ରସୁଣ ପେଷ୍ଟ ଆମର 2 ଚାମଚ ବଡ଼ 2 ଚାମଚ ଆଡ଼୍ କରିଥିଲି। ତ ଏବେ ପିଆଜ ସହିତ ଆମର ଅଦା ରସୁଣ ପେଷ୍ଟଟାକୁ ମଧ୍ୟ ପାଖାପାଖି 5ରୁ 7 ମିନିଟ୍ କଷିବା, ଯେମିତି ତା'ର ର ସ୍ମେଲ୍ଟା ଯାଇକି ଗୋଟେ ବଢ଼ିଆ ସ୍ମେଲ୍ ଆସିଯାଏ। ତ ଏଇଥିରେ ଆମର ଆଡ଼୍ କରିଦେବା ଏବେ ଯେଉଁ ମଟନ୍ ନିଆ ହେଇଛି ଆମର 2 କେଜି ପାଖାପାଖି ମଟନ୍। ସେଇ ଲାଗି କହିଥିଲି ନା ଆପଣମାନଙ୍କୁ ଡେକ୍ଚିଟା ଆପଣମାନଙ୍କୁ ପାଖରୁ ଛୋଟିଆ ଦେଖାଉଥିବ କିନ୍ତୁ ବହୁତ ବଡ଼ଟି। ତ ଏବେ ବାସ୍ ସେଇ ମସଲା ସହିତ ଆମର କୁକ୍ କରିବା ଆମର ମଟନ୍ଟା ପାଖାପାଖି ଅଧ ଘଣ୍ଟାଟି। ତ ଏଥିରେ ମୁଁ ଆଡ଼୍ କରିଦେଲି ଆମର ଅଧଘଣ୍ଟାଟି ହେଇସାରିଲା ପରେ ଯେଉଁ ଏବେ ଶୁଖିଲା ମସଲାଟା ବନେଇଥିଲେ ମୁଁ ଛେଚିକି ହିଁ ଆଡ଼୍ କରିଦେଇଛି। ଏଥିରେ ବାସ୍ ବେସିକ୍ ମସଲା ପକାଇବା, ଲଙ୍କା ପାଉଡ଼ର ଆଉ ଆମର ମଟନ୍ ମସଲାଟା ବାସ୍ ଏତିକ ପକାଇକିନା ଏବେ ଏଇ ମସଲା ଆଉ ମଟନ୍କୁ କଷିବା ଏବେ। ଆଉ ତାପରେ ଏଇଥିରେ ମୁଁ ଉପରେ ହିଁ ପକାଇ ଦେଇଥିଲି ଆମର ଟମାଟୋ 2ଟା। ତାପରେ ଏଥିରେ ସେ ସିଝିବ କହିକି ଯେହେତୁ ପ୍ରେସର୍ ମରା ହେଇନଥିଲା ତ ସେଥିଲାଗି ମୁଁ ସିଝିଯିବ କହିକି ମୁଁ ଆମର ଛୋଟିଆ ଆମର ଗୋଟେ ଅମୃତଭଣ୍ଡାଟେ ମଧ୍ୟ ପକାଇ ଦେଇଥିଲି। ସ୍ୱାଦ ଅନୁସାରେ ଲୁଣ ପକା ହେଇସାରିଲା। ତ ଏବେ କୁକ୍ କରିବା ପାଖାପାଖି ସିଝିଲା ପର୍ଯ୍ୟନ୍ତ। ଯେହେତୁ ଟିକେ ମଟନ୍ ଟିକେ ଅଧିକ ହୋଇଯାଇଥିଲା, ସିଝିବ କି ନ ସିଝିବ କହିକି 2ଟା ପାର୍ଟ କରିକି ଆମର ମଟନ୍ ତରକାରୀ ପ୍ରେସର୍ରେ ପୁଣି ଆଉଥରେ ଦିଆହେଇଥିଲା। ତ ଏଇଠି ପାଖାପାଖି ସେଇ ଡେକ୍ଚିରେ ଘଣ୍ଟାଟେ ପାଖାପାଖି କୁକ୍ କଲା ପରେ ଆଉଥରେ ପ୍ରେସର୍ରେ 3ଟା ହୁଇସିଲ୍ ଆସିଲା ପର୍ଯ୍ୟନ୍ତ 2 ଥରରେ ଆମେ କୁକ୍ କରିଥିଲୁ। ସୋ ବାସ୍ ଏଇଠି ଦେଖନ୍ତୁ ପ୍ରେସର୍ ହୁଇସିଲ୍ ବାହାର କଲା ପରେ ଆମର ଖାସି ମଟନ୍ ତରକାରୀ ହେଇଗଲା ରେଡ଼ି। ମାଛ ଫ୍ରାଏ, ତା ସହିତ ଚିଙ୍ଗୁଡ଼ି ପଲଉ, କ୍ଷୀରି, ଡାଲି, ଭାତ ଏସବୁ ହେଇଥିଲା। ତ ଆପଣମାନଙ୍କୁ ଆଜିର ଭିଡ଼ିଓ କେମିତି ଲାଗିଲା କହିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍, ଫଲୋ କରିବେ।